ଯେଉଁ ମାଟିରେ କଳ୍ପିତ ପଦ ପୂରଣ କରିବା ପାଇଁ ଜଗନ୍ନାଥ ରତ୍ନ ସିଂହାସନ ଛାଡିକି ଆସନ୍ତି କେନ୍ଦୁବିଲ୍ଲ, ସେଇ ମାଟିରେ ଯଜ୍ଞ କୁ ବିରୋଧ କରି ଯଜ୍ଞ ସ୍ଥାନରେ ନେକେଡ ଡ୍ୟାନ୍ସ କରିବା ପାଇଁ ଯୋଉ ଯୋଜନା ପ୍ରସ୍ତୁତି ହେଇଥିଲା, ସେମାନେ କହିଲେ ଆମକୁ ଆଗ ଯାତ୍ରାକୁ ଆଗ ଲକ୍ଷେ ଟଙ୍କା ଦିଅ। ମୁଁ କହିଲି ମୁଁ ଯାତ୍ରାକୁ ପଇସା ଦେଇପାରିବି, ମୁଁ ଯଜ୍ଞ କରିବି, ଯାତ୍ରାକୁ ପଇସା ଦେଇପାରିବି। ସାଧୁମାନଙ୍କୁ ନେଇକି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଥିଲି। ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଯାଉଥିଲେ ଯାତ୍ରାକୁ, ତାପରେ ପୁଣି କଣ ହେଲା, କିନ୍ତୁ ସେ ଯାତ୍ରା ଲାଷ୍ଟ ପର୍ଯ୍ୟନ୍ତ ଚାଲିଲା। ଆଉ ଇଏ ଯଜ୍ଞ ଦେଶ, ଜୟଦେବ ଜଣେ ଯଜ୍ଞ ପୁରୁଷ, ସେ ପୀଠରେ ଏଇ ସବୁ ଯାହା ଘଟିଲା ତାକୁ ଜ୍ଞାନୀ ମାନେ ବିଚାର କରିବେ। ଯଦି ପ୍ରକୃତ ଯଜ୍ଞ କରୁଥିଲୁ ଜାଗିଙ୍କ ପଦ୍ଧତିରେ, ତାହେଲେ ଆମକୁ ଧର୍ମ ଆମ ପାଖରେ ରହିବ। ଆଉ ଯୋଉମାନେ ଯଜ୍ଞକୁ ବନ୍ଦ କରି ସେଠି ଡ୍ୟାନ୍ସ ମଦ୍ୟପଙ୍କୁ ନେଇକି ଆମ ବିଷୟରେ ମିଛ ବାଇଟ ଦଉଛନ୍ତି, ସେକୁ ଧର୍ମ ବିଚାର କରିବ। ଆମେ ଭଗବାନ ଉପରେ ଛାଡି ଦେଇଛୁ। ରାଜନୀତି ଧର୍ମ ସହିତ ରାଜନୀତି ପୁରେଇବା କଥା ନୁହଁ। ଯୋଉଠି ଯଜ୍ଞ ହଉଛି ସେଠି ଧର୍ମ ଦଳୀୟ ନିର୍ବିଶେଷରେ ସମସ୍ତ ସହଯୋଗ ରହିବା ଦରକାର। ତମେ କରିକି ଆମକୁ ଡାକ, ନହେଲେ ଆମକୁ ଟୋଟାଲ ବିରୋଧ କଲେ ଜାଗାକୁ ତମେ ଆସିପାରିବନି। ଅସହ୍ୟ ଭାଷାରେ ଗାଳି ଗୁଲଜ କଲେ। ଆଙ୍କ ପଛପଟେ ରହିଛନ୍ତି ଆଗରୁ ଯୋଉମାନେ ବିଜେଡିରେ ଥିଲେ, ଆମକୁ ବିରୋଧ କରୁଥିଲେ, ଏବେ ସେଇମାନେ ତାଙ୍କ ପଛପଟେ ରହି ସେଠି ନାଚ ଡ୍ୟାନ୍ସ କାର୍ଯ୍ୟକ୍ରମ ଆରମ୍ଭ କଲେ। ମୋ ନାଁ ଭାବଗ୍ରାହୀ ଗୋଚ୍ଛାୟତ, ଜୟଦେବ ଗ୍ରାମ ପଞ୍ଚାୟତ। ବର୍ତ୍ତମାନ ଜୟଦେବ ପୀଠରେ ଯୋଉଭଳି ଗୋଟେ ପବିତ୍ର ପୀଠ, କିନ୍ତୁ ସେଠି ଗୋଟେ ଅପସଂସ୍କୃତିର ପ୍ରସାର ହଉଛି ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟ ଏ ଦିଗରେ ଚୁପ୍ ରହିଛି। କେମିତି ଦେଖୁଛନ୍ତି ଜଣେ ଜଗନ୍ନାଥ ପ୍ରେମୀ ହିସାବରେ ସ୍ଥାନୀୟ? ମୁଁ କହୁଛି, ରଚିଲି ଅପୂର୍ବ ପ୍ରବନ୍ଧ, ନାମ ଯାହା ଶ୍ରୀଗୀତ ଗୋବିନ୍ଦ, ଶୁଣନ୍ତି ଆଜଯାଏ ନିତ୍ୟ, ତ୍ରିକାଳି ଯାହା ଜଗନ୍ନାଥ। ବାସ୍ତବରେ ଭାରତ ମାଟି ହଉଛି ଆଧ୍ୟାତ୍ମ ଜଗତରେ ଦେବଭୂମି, ତପସ୍ୟା ଭୂମି, ସାଧନା ଭୂମି। ଏ ମାଟିକି ଯଜ୍ଞ ଦେଶ କହିଲେ କିଛି ଭୁଲ ହବ ନାହିଁ, ଅତ୍ୟୁକ୍ତି ହବ ନାହିଁ। ବିଶେଷ କରି କହିବାର କଥା ହଉଛି, ଯୋଉ ମାଟିରେ ନିରକ୍ଷର ସିଦ୍ଧେଶ୍ୱର ପରିଡା ହୁଅନ୍ତି, ଶାରଳା ଦାସ ଲେଖନ୍ତି ମହାଭାରତ। ଯେଉଁ ମାଟିରେ ଜଣେ ଦସ୍ୟୁ ରତ୍ନାକର, ସିଏ ହୁଅନ୍ତି ବାଲ୍ମୀକି, ଲେଖନ୍ତି ରାମାୟଣ। ଯେଉଁ ମାଟିରେ କଳ୍ପିତ ପଦ ପୂରଣ କରିବା ପାଇଁ ଜଗନ୍ନାଥ ରତ୍ନ ସିଂହାସନ ଛାଡିକି ଆସନ୍ତି କେନ୍ଦୁବିଲ୍ଲ, ସେଇ ମାଟିରେ ଯଜ୍ଞ କୁ ବିରୋଧ କରି ଯଜ୍ଞ ସ୍ଥାନରେ ନେକେଡ ଡ୍ୟାନ୍ସ କରିବା ପାଇଁ ଯୋଉ ଯୋଜନା ପ୍ରସ୍ତୁତି ହେଇଥିଲା, ସେ ପ୍ରସ୍ତୁତିକି ଆମେ ସରକାରଙ୍କ ଉପରେ ଉପସ୍ଥାପନା କଲା ପରେ ମଧ୍ୟ ସରକାର ଆର ପରିବର୍ତ୍ତନ କିଛି କଲେନି। କହିଲେ ଏଟା ପାରମ୍ପରିକ ନାଚ। ଆକ୍ଚୁଆଲି ପାରମ୍ପରିକ ନୁହେଁ। ମୁଁ 4 ବର୍ଷ ହବ ଜୟଦେବକୁ ଯାଇଛି, ଆଗରୁ ମଧ୍ୟ ଯଜ୍ଞ ହଉଥିଲା, କିନ୍ତୁ ଆମେ ଓଡିଶା ମାଟିରେ 128 ଯଜ୍ଞ କରିଛୁ। ଯେତେବେଳେ ମୁଁ ସେ ଜାଗାକୁ ଗଲି, ମୁଁ ଭାବିଲି ମତେ ପ୍ରଭୁ ଯଜ୍ଞ କରିବାକୁ ପଠେଇଛି। କିଛି ଲୋକ କହିଲେ ଆଙ୍କର ନିର୍ବାଚନ ସରିଲା ପରେ ଇଏ ଆଉ ଯଜ୍ଞକୁ ଆସିବେନି 5 ବର୍ଷ ପରେ। ମୁଁ ଚିନ୍ତା କଲି ଯଜ୍ଞ ଆରମ୍ଭ କରିବି ମାନେ 12 ବର୍ଷ ନିହାତି କରିବି। 4 ବର୍ଷ ପରେ ମତେ ବିରୋଧ କରାଗଲା। ଆଉ ପ୍ରଥମରୁ ସେମାନେ କହିଲେ ଆମକୁ ଆଗ ଯାତ୍ରାକୁ ଆଗ ଲକ୍ଷେ ଟଙ୍କା ଦିଅ। ମୁଁ କହିଲି ମୁଁ ଯାତ୍ରାକୁ ପଇସା ଦେଇପାରିବି, ମୁଁ ଯଜ୍ଞ କରିବି, ଯାତ୍ରାକୁ ପଇସା ଦେଇପାରିବି। ତାପରେ ତାଙ୍କର କଣ ହେଲା, ସେ କାହାର ସାହାଯ୍ୟ ନେଲେ, କାହାର ସହଯୋଗ ନେଲେ, ସେମାନେ ସେଠି ମତେ ଯଜ୍ଞ କରିବାକୁ ବିରୋଧ କଲେ। ମୁଁ ଯଦି ଏ ଜାଗାରେ ଯଜ୍ଞ ନ କରି ମତେ ଯୋଉଠି ଗୋଟେ କରିବାକୁ ଦିଅ, ମୋର 12 ବର୍ଷ ପୁରିବା ପର୍ଯ୍ୟନ୍ତ। ସେ କହିଲେ ତମେ ଆ ଭିତରେ ପଶି ପାରିବନି। ମୁଁ ଯାଇ ସେ ମହାଦେବ ମନ୍ଦିରଟି ଟିକେ ହୋମ କରି, ଆଉ କବି ଆସିଥିଲେ 200, ତାଙ୍କର ଯାହା କଥା ସବୁ ବର୍ଷ କରାଯାଏ ସେ ପରମ୍ପରା ରଖି ମୁଁ ସେଠୁ ଆସିଲି। କିଛି ସାଧୁମାନଙ୍କୁ ନେଇକି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଥିଲି। ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଯାଉଥିଲେ ଯାତ୍ରାକୁ, ତାପରେ ପୁଣି କଣ ହେଲା, କିନ୍ତୁ ସେ ଯାତ୍ରା ଲାଷ୍ଟ ପର୍ଯ୍ୟନ୍ତ ଚାଲିଲା। ଆଉ ଇଏ ଯଜ୍ଞ ଦେଶ, ଜୟଦେବ ଜଣେ ଯଜ୍ଞ ପୁରୁଷ, ସେ ପୀଠରେ ଏଇ ସବୁ ଯାହା ଘଟିଲା ତାକୁ ଜ୍ଞାନୀ ମାନେ ବିଚାର କରିବେ। ଏହା ପ୍ରଚ୍ଛଦ ପଟରେ କିଏ ଅଛି? କାରଣ ଆପଣ ସ୍ଥାନୀୟ ପ୍ରତିନିଧି, ଜନପ୍ରତିନିଧି ଅଛନ୍ତି। ଏତେ ବଡ କାମ ସେଠି ହଉଛି, ଆଗକୁ ତ ଆହୁରି ବହୁତ ଜିନିଷ ସେଠି ହେଇପାରେ। ତାହେଲେ ମୁଁ କହୁଛି ଗୋଟେ କଥା କହୁଛି, ସେ ଜାଗା ଆଗରୁ ଅବହେଳିତ ଥିଲା। ଅଜିତ ତ୍ରିପାଠୀ, ପ୍ରଫୁଲ୍ଲ ତ୍ରିପାଠୀ ସେ ଜାଗାର ପରିବର୍ତ୍ତନ କଲେ। ସେମାନଙ୍କୁ ଯୋଉମାନେ ଏଠୁ ଧକ୍କା ମାରି ବାହାର କରିଥିଲେ, ସେଇମାନେ ଆଜି ନଗଳା ନୃତ୍ୟ କଲେ। ସେମାନେ ଆମକୁ ବି ବାହାର କରିବାକୁ ଚାଲିଲେ। କାରଣ ଆମ କାର୍ଯ୍ୟକ୍ରମକୁ ଏ ଅଞ୍ଚଳରେ କିଛି ନଷ୍ଟ ଚରିତ୍ର ଲୋକ ଅଛନ୍ତି, ଯୋଉମାନଙ୍କର ପଦପଦବୀ ଦରକାର, ତାଙ୍କର ଯଜ୍ଞର ବିଧାନ ଭିତରେ ଯଜ୍ଞ କିଛି କରିବା ଦରକାର ନାହିଁ, ତାଙ୍କୁ ଭୋଟ ଦରକାର। ସେଇମାନେ ଏ ପ୍ରଚ୍ଛଦ ପଟ ଦେଇକି ଆକୁ ବିରୋଧ କଲେ। ଯୋଉମାନେ ଆମ ପରିଚୟକୁ ଆଗରୁ ହଜେଇ ଦେଇଛନ୍ତି, ଆମ ବାଲିପାଟଣା, ବାଲିଅନ୍ତା, ବାଲିଆମାଳ, ବାଲିକୁଦା, ବାଲିକି ନେଇ ଆମର ପରିଚିତ ଥିଲା। ତେଣୁ ମହାପୁରୁଷ ମାନେ ଲେଖିଛନ୍ତି, ଧନ୍ୟ ଗୋ ଲକ୍ଷ୍ମୀ ବସୁଧାରେ, ପ୍ରାକୃତିକ ସଭା ଭରି ରହିଅଛି ତୋ ଅଙ୍ଗ ଅଙ୍ଗ କଥାରେ, ତୋ ଗୁଣରେ ମୁଗ୍ଧ ହୋଇ ଜଗନ୍ନାଥ ଛାଡ଼ି ଦ୍ୱାରବତୀ ପୁର, କଳିଙ୍ଗର ତଟ ବିପାନ ବାହାର, ଚିନ୍ତା କରି ମନୁଦର, କାଶୀଧାମ ଛାଡ଼ି ଦେବ ତ୍ରିଲୋଚନ ରହିଲେ ଏକାମ୍ର ବନେ, 3 ଭୁବନକୁ ତୋଷ କରୁଛନ୍ତି ତୋ ରୂପ ରମ୍ୟ ଦର୍ଶନେ। ଆର ପ୍ରାକୃତିକ ସଭା ଏମିତି ଥିଲା ଯେ ଦ୍ୱାରିକା ଛାଡ଼ି ପ୍ରଭୁ ଜଗନ୍ନାଥ ଆମ ଶ୍ରୀକ୍ଷେତ୍ରରେ ବିରାଜମାନ କଲେ। ଆମ ଲିଙ୍ଗରାଜ କ୍ଷେତ୍ର, ଯାହାକୁ ମାନେ ନିତ୍ୟ ବସିତି କୈଳାସ ଛାଡିକି ଏଠି ଶିବ ବସି ସ୍ଥାପନ କଲେ। ପ୍ରାକୃତିକ ସଭା ଭିତରେ ବାଲିର ପରିଚୟ ଅଛି। ଆମ ବାଲି ପାଟଣାର ପୂର୍ବ ନାମ ଥିଲା ବାଲିପଡା। ଯୋଉ ବାଲି ଉଠାଇବା ପାଇଁ ବହୁତ ଶ୍ରଦ୍ଧାଳୁ ଶିଶୁରନ୍ତ ଗାଦିରେ ପହଞ୍ଚି ବାଲି ଉଠାଇବା ପାଇଁ ତପସ୍ୟା କରୁଛନ୍ତି।
ସେ ଏଠି ବାଲି ସରିଗଲା ଏବେ ଆଇଲା ଜୟଦେବକୁ ନଷ୍ଟ କରିବା ପାଇଁ ଆମ ଯଜ୍ଞକୁ ବନ୍ଦ କରିବା ପାଇଁ କିଛି ଲୋକଙ୍କୁ ମଧ୍ୟ ଦିଆ ହେଇକି ଆମକୁ ଅସଭ୍ୟ ଗାଳି ଗୁଲଜ କରାଗଲା। ଆମେ ସେ ଜାଗା ଛାଡିକି ଆସି ଅନ୍ୟଠି କାମ ଚଳେଇବା ପାଇଁ କରିକି ଆସିଲୁ ଆଉ କଣ। ଆଗାମୀ ଦିନରେ ଆପଣ ମଧ୍ୟ ପ୍ରଶାସନ ଦ୍ୱାରସ୍ଥ ହୋଇଥିଲେ, ହଁ। ସେଠି ମଧ୍ୟ କିଛି ଆଶ୍ୱସ୍ତି ଆପଣଙ୍କୁ ମିଳିନି? ପ୍ରଶାସକ ଜିଲ୍ଲାପାଳ ଆମକୁ ସମ୍ପୂର୍ଣ୍ଣ ସହଯୋଗ କଲେ। ଯଜ୍ଞ ବନ୍ଦ ହବା ପରେ ଏ ଯୋଉ ଯାତ୍ରା ବନ୍ଦ ହବାର ନିୟମ ହେଲା, ପୁଣି ଏମାନେ ସେ ସ୍ଥାନୀୟ ଲୋକ ଯୋଉ ଆମକୁ ବିରୋଧ କରୁଥିଲେ ଆଗରୁ ବିଜେପି ଦଳ କହିକି, ଆମେ ବିଜେପି ଦଳ ଥିଲୁ ବୋଲି ଆମକୁ 4 ବର୍ଷ ହବ କୌଣସି ବ୍ଲକ ସ୍ତରରେ କାର୍ଯ୍ୟକ୍ରମ କରିଦେଲେନି। ସିଏ ଏବେ ଗୋଟେ ସୁଯୋଗ ପାଇଗଲେ ଆଉ କଣ, ସେ ଏବେ ସୁଯୋଗ ପାଇକି ଆମକୁ ବିରୋଧ କଲେ ଆଉ। ଆଗାମୀ ଦିନରେ କେମିତି ସଂସ୍କୃତି ବଞ୍ଚିବା ପାଇଁ କଣ ଆପଣ ଧର୍ମ ବଞ୍ଚେଇବ। ଆମେ ଯଦି ପ୍ରକୃତ ଯଜ୍ଞ କରୁଥିଲୁ ଜାଗିଙ୍ଗ ପଦ୍ଧତିରେ ତାହେଲେ ଆମକୁ ଧର୍ମ ଆମ ପାଖରେ ରହିବ। ଆଉ ଯୋଉମାନେ ଯଜ୍ଞକୁ ବନ୍ଦ କରି ସେଠି ଡ୍ୟାନ୍ସ ମଦ୍ୟପଙ୍କୁ ନେଇକି ଆମ ବିଷୟରେ ମିଛ ବାଇଟ ଦଉଛନ୍ତି, ତାକୁ ଧର୍ମ ବିଚାର କରିବ। ଆମେ ଭଗବାନ ଉପରେ ଛାଡି ଦେଇଛୁ, କାହିଁକିନା ଆମେ ଭାରତୀୟ ଜନତା ପାର୍ଟି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ଅଛୁ। ପିଲାବେଳରୁ RSS ର ସ୍ୱୟଂସେବକ ଥିଲୁ, ଏବେ ମଧ୍ୟ ସଂଘୀୟ ବ୍ୟବସ୍ଥାରେ ଅଛୁ। ସନାତନ ଧର୍ମ ପ୍ରଚାର ପାଇଁ ଓଡିଶା ମାଟିରେ 188 ଯଜ୍ଞ କରିଛୁ। ଆମେ ଯଜ୍ଞ ବିଧାନ ଭିତରେ କରୁଥିଲୁ। ଯୋଉମାନେ ଯଜ୍ଞ ଶବ୍ଦର ଅର୍ଥ ଜାଣିନାହାନ୍ତି ସେମାନେ କି ଯଜ୍ଞ କରିବେ? ଯଜ୍ଞ ପାଇଁ ଯାହା ଦରକାର ତାଙ୍କ ପାଇଁ ସେ ଦ୍ରବ୍ୟ ନାହିଁ, ସେ ଯଜ୍ଞ କେମିତି କରିବେ? ଆମେ ଯଜ୍ଞ କରିବା ପାଇଁ ବର୍ଷ ବର୍ଷ ଧରି ତପସ୍ୟା କରିକି ଅଛୁ, ବିଭିନ୍ନ ପ୍ରକାର ସାମଗ୍ରୀ ଠିକ କରୁଛୁ। ଯୋଉମାନେ ସଚେତନ ନାଗରିକ ଅଛନ୍ତି ଅଞ୍ଚଳରେ କି ଜଗନ୍ନାଥ ପ୍ରେମୀ ଅଛନ୍ତି ସେମାନଙ୍କ ପାଇଁ କଣ ବକ୍ତବ୍ୟ ରହିବ? ସେମାନେ ସବୁ ଜାଣୁଛନ୍ତି, ମୁହଁ ଖୋଲି ପାରୁନାହାନ୍ତି। ଏବେ ମୁହଁ ଖୋଲିବେ, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ। ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମରେ ହେଉ ଜୟ, ଏଟା ଶେଷ କଥା। ଆଉ ଗୋଟିଏ କଥା, ଜୟଦେବକୁ ଏମାନେ ବୁଝି ନାହାନ୍ତି। ଜୟଦେବ ଯଦି ବୁଝିଥାନ୍ତେ ତାହେଲେ ଯଜ୍ଞକୁ ଏମାନେ ବନ୍ଦ କରିନଥାନ୍ତେ। ଯଜ୍ଞ ଜୟଦେବ ଜଗନ୍ନାଥ ଆ ସଂସ୍କୃତି ଉପରେ ଏମାନଙ୍କ ଜ୍ଞାନ ଧାରଣ ନାହିଁ। ଯୋଉମାନେ ଯଜ୍ଞ କରୁଥିଲେ ସେ ଯଜ୍ଞ କୁଣ୍ଡର ମାପ ଠିକ ନଥିବ, ମନ ଇଚ୍ଛା ଗାତ ଖୋଳିଥିଲେ ଯଜ୍ଞ କଥା ହବ କି? କୋଉ ସମିତିର ହବ, କୋଉ ଦ୍ରବ୍ୟର ହବ, କୋଉ ମନ୍ତ୍ରର ହବ, ଆଙ୍କୁ କିଛି ଏକା ଜଣା ନାହିଁ। ଏ ମନ ଇଚ୍ଛା ଚ୍ୟାଲେଞ୍ଜ କରିକି ଯଜ୍ଞ ଚ୍ୟାଲେଞ୍ଜ କରି କରାଯାଏନି। ଆମେ ଆସିଲୁ ଅନ୍ୟ ଜାଗାରେ ଯେମିତି ଆହୁତି କରିବା କଥା କରିକି ଆସିଲୁ, କିନ୍ତୁ ଆମକୁ ସେ ସ୍ଥାନରୁ ବିତାଡ଼ିତ କରିଦିଆଗଲା। ଏକମାତ୍ର ରାଜନୀତି, ଧର୍ମ ସହିତ ରାଜନୀତି ପୁରେଇବା କଥା ନୁହଁ। ଯୋଉଠି ଯଜ୍ଞ ହଉଛି ସେଠି ଧର୍ମଦଳୀୟ ନିର୍ବିଶେଷରେ ସମସ୍ତ ସହଯୋଗ ରହିବା ଦରକାର। ତମେ କରିକି ଆମକୁ ଡାକ, ନହେଲେ ଆମକୁ ଟୋଟାଲ ବିରୋଧ କଲେ ଜାଗାକୁ ତମେ ଆସିପାରିବନି। ଅସହ୍ୟ ଭାଷାରେ ଗାଳି ଗୁଲଜ କଲେ। ଆଙ୍କ ପଛପଟେ ରହିଛନ୍ତି ଆଗରୁ ଯୋଉମାନେ ବିଜେଡିର ଥିଲେ, ଆମକୁ ବିରୋଧ କରୁଥିଲେ, ଏବେ ସେଇମାନେ ତାଙ୍କ ପଛପଟେ ରହି ସେଠି ନାଚ ଡ୍ୟାନ୍ସ କାର୍ଯ୍ୟକ୍ରମ ଆରମ୍ଭ କଲେ।